ହଇ ବାସନ୍ତୀ ଦେଶୀ ଅଞ୍ଚଳ କୁଆଡେ ଗଲ? ଆଜ୍ଞା କଣ ହେଲା କୁହନ୍ତୁ? କଣ କି ଆଜି କଣ ହେଇଛି କି ଖାଇବା ପିଇବା ହାଣ୍ଡିଶାଳ? ଆଜି ହେଇଛି ଭାତ ଡାଲି ଝୁଡଙ୍ଗ ଭଜା। ଆଉ ଭାକୁର ମାଛ ଝୋଳ କରିନ? ଭାକୁର ମାଛ ଝୋଳ କାହିଁ ହବ? ଚାକିରି କରିଥିଲ ଭାକୁର ମାଛ ଝୋଳ ଖାଉଥିଲ, ଏବେ ତ ରିଟାୟାର୍ଡ ହେଇକିରି ବସିଛ, ଭାକୁର ମାଛ ଝୋଳ କୋଉଠୁ ହବ? ଆଉ ପେନସନ କୁଆଡେ ଯିବ କି? ନା ମ ଭାକୁର ମାଛ ଝୋଳ ହେଇଛି। ହାଣ୍ଡିଶାଳରୁ ବାହାରିଛି? ବାହାରିଛି, ଭାକୁର ମାଛ ଝୋଳ ହେଇଛି, ମାଛ ବେସର ପତ୍ର ପୋଡା ହେଇଛି। ଆଉ ରିଟାୟାର୍ଡ ପଇସାରେ ଖାଇବନି ଆଉ କଣ କରିବ? ଚାକିରି ଯାଉ, କଣ ହେଲା? ଚାଲନ୍ତୁ ଖାଇବ। ଖାଇବାକୁ ଦବ ଆଜି? ଆସନ୍ତୁ। ଚାଲ ଚାଲ। ଆଜି ବାସନ୍ତୀ ଦେଶୀ ହାଣ୍ଡିଶାଳରୁ ଭାକୁର ମାଛ କଣ କରିଛନ୍ତି ଯେମିତି ମତେ ମିଛରେ କହିଲେ। ଭାଇ ଜୟ ଜଗନ୍ନାଥ, ସମସ୍ତେ ଦେଖନ୍ତୁ। ଆଉ ମୁଁ ଖାଇବାକୁ ଯିବି ବର୍ତ୍ତମାନ। ଦେଖନ୍ତୁ ଭାକୁର ମାଛର ମୁଣ୍ଡ ମହଲାଙ୍କ ପାଇଁ କରିଛି। ଆଉ ତାଙ୍କୁ ସରପ୍ରାଇଜ ଅଛି, ସେ ବହୁତ ଭଲ ପାଆନ୍ତି ଏ ମାଛକୁ। ଦେଖନ୍ତୁ ଆଜ୍ଞା, ପତ୍ର ପୋଡ଼ା ହେଇଛି, ଆପଣଙ୍କୁ ରେସିପି ଦେଖେଇଛି। ଏ କଣ କଦଳୀ ପତ୍ରରେ ପୋଡା? କଦଳୀ ପତ୍ରର ପୋଡ଼ା, ତମ ପାଇଁ ସରପ୍ରାଇଜ ଅଛି। ଭାକୁର ମାଛ କଦଳୀ ପତ୍ର ପୋଡା, ବାଃ। ସମସ୍ତଙ୍କୁ ଦେଖେଇଛି ପ୍ରୋସେସିଂଟା ସିଝା। ଏମିତି ବନାନ୍ତୁ, ଖାଆନ୍ତୁ, ମଜା ନିଅନ୍ତୁ। ଆପରେ ଟିକେ କଞ୍ଚା ତେଲ ପକେଇବା, କଞ୍ଚା ସୋରିଷ ତେଲ ଟିକେ ଆପଣମାନେ ଚାହିଁଲେ ପକେଇବେ, ତେଲ ବିଲକୁଲ ପଡ଼ିନି, ଆପଣମାନେ ଚାହିଁଲେ ପକେଇ ବି ପାରନ୍ତି। ରସୁଣ କଞ୍ଚା ଲଙ୍କା ମୁଁ ତ ଆପଣମାନଙ୍କୁ ଦେଖେଇଥିଲି, ଖାଇକି କହିଲ କେମିତି ଟେଷ୍ଟଟା ହେଇଛି। ଏଇଟା ତେଲ ବିଲକୁଲ ପଡ଼ିନି। ବହୁତ ବଢିଆ ବଢିଆ, ସୁନ୍ଦର, ଟେଷ୍ଟି ଟେଷ୍ଟି, ବାଃ। ଏମିତି ବନାନ୍ତୁ, ଖାଆନ୍ତୁ, ମଜା ନିଅନ୍ତୁ। ଆଉ ଲାଇକ୍ ଆଉ ଖାଇବି। ସବସ୍କ୍ରାଇବ କରନ୍ତୁ।